ଚୁଟିକୁ ସବୁଦିନ କଳା ରଖିବା ପାଇଁ କିଏ ନ ଚାହେଁ, କିନ୍ତୁ କ'ଣ ହେଉଛି ଛୋଟରୁ ବଡ଼ ଏବେ ସମସ୍ତଙ୍କ ଚୁଟି ଜଲ୍ଦି ଧଳା ହେଇଯାଉଛି। ଯାହାଫଳରେ ଆମେମାନେ ବାହାରୁ କିଛି ପ୍ରଡ଼କ୍ଟ କିଣି ବ୍ୟବହାର କରୁଛେ, ସେଥିରେ କାହାର ଚୁଟି ବ୍ରାଉନ୍ ତ କାହାର ବ୍ଲାକ୍, ଆଉ କାହାର ସେଇ ଧଳା ହୋଇ ପୁଣି ରହିଯାଉଛି। ଥରେ ଏଇ ଭିଡ଼ିଓଟି ନିହାତି ଭାବେ ଦେଖନ୍ତୁ, ଆପଣମାନଙ୍କୁ ବାହାରୁ କୌଣସି ବି ପ୍ରଡ଼କ୍ଟ କିଣିବା ପାଇଁ ପଡ଼ିବ ନାହିଁ। ଆଗରୁ ବୁଢ଼ାବୁଢ଼ୀମାନେ ଏଇ ପ୍ରଡ଼କ୍ଟ ମାନେ ଏଇ ଟାଇପ୍ର ଜିନିଷ ବ୍ୟବହାର କରୁଥିଲେ, ଯାହାଫଳରେ ସେମାନଙ୍କ ଚୁଟି କ'ଣ ହେଇଥାଏ ନା ବହୁତ ଦିନ ପର୍ଯ୍ୟନ୍ତ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସେମାନଙ୍କ ଚୁଟି କଳା ହୋଇ ରହୁଥିଲା। ନମସ୍କାର, ଜୟ ଜଗନ୍ନାଥ। ମୁଁ ମିନତି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ନୂଆ ଟିପ୍ସ ଭିଡ଼ିଓକୁ। ଆଶା କରୁଛି ଆପଣମାନେ ସବୁଦିନ ଭଳି ଆଜି ବି ବହୁତ ହି ଭଲରେ ଥିବେ। ତ ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିଦେବା, ଡେରି କରିବାନି। ତ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ରିକ୍ୱେଷ୍ଟ, ଯେଉଁମାନେ ମୋ ଭିଡ଼ିଓରେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଯେବେ ବି ଯାହା ଭିଡ଼ିଓ ଅପଲୋଡ଼ କରିବେ ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ବହୁତ ଜଲ୍ଦି ପଡ଼ିବ, ଆଉ ଆପଣମାନଙ୍କର ଗୋଟେ ଗୋଟେ ସପୋର୍ଟ ମୋତେ ମିଳିଯିବ। ତ ଚାଲନ୍ତୁ ଦେଖି ନେଇଯିବା କେଉଁ ପ୍ରଣାଳୀରେ ଆମେମାନେ ଚୁଟିକୁ ସବୁଦିନ ପାଇଁ କଳା କରିକି ରଖିବା। ତ ପ୍ରଥମେ ତ ଏଠି ବସାଇ ନେଇଯିବା ଗୋଟେ ତାୱା, ଆଉ ତାୱା ଉପରେ ଆମେମାନେ ରଖି ନେଇଯିବା 2 ଚାମଚ ମେଥି। ହଁ ଆଜ୍ଞା, ମେଥି ସାହାଯ୍ୟରେ ଆମେମାନେ ଆଜି କରିବା କଳା ଚୁଟି। ଶୁଣିଲେ ତ ନିହାତି ଭାବେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ମେଥି ସାହାଯ୍ୟରେ ଆମେମାନେ କେମିତି କରିବା। ତ ପ୍ରୋସେସଟା ଦେଖନ୍ତୁ ଆଉ ବ୍ୟବହାର କରନ୍ତୁ, ବ୍ୟବହାର କଲେ ହିଁ ଆପଣମାନେ ଜାଣିପାରିବେ। ଏତେ ୟୁଜଫୁଲ୍ ଟିପ୍ସ ଆପଣମାନେ ନିହାତି ଟ୍ରାଏ କଲେ ହିଁ ଜାଣିପାରିବେ। ତ ପ୍ରଥମେ ତ ଏଠି 2 ଚାମଚ ନେଇଯିବା ମେଥି, ଆଉ ତା ସାଙ୍ଗରେ ପକାଇ ନେଇଯିବା 2-3 ପାଖୁଡ଼ା, ମାନେ ଯେଉଁ ଡେମ୍ଫରେ ପତ୍ର ଯେଉଁ ଲାଗିଥିବ 2-3ଟା ତାର ପତ୍ର, ଭୃଷଙ୍ଗ ପତ୍ର, ଯେଉଁଟାକି ଆପଣମାନଙ୍କୁ ବହୁତ ହି ସହଜରେ ମିଳିଯିବ। କାହିଁକିନା ଆଜିକାଲି ତ ପ୍ରାୟତଃ ସବୁ ଜାଗାରେ ଭୃଷଙ୍ଗ ପତ୍ର ଗଛ ହେଲାଣି, ଆଉ ବଜାରରେ ତ ବହୁତ ସହଜରେ ମିଳିଯାଉଛି। ତ ଏସବୁ ତ ଯଦି କହିବାକୁ ଗଲେ ସେମିତି ତ ବାଡ଼ିରେ ପ୍ରାୟ ସମସ୍ତଙ୍କ ରହିଥାଏ, ତ ଆରାମସେ ଆପଣମାନଙ୍କୁ ମିଳିଯିବ। ତ ତାକୁ କ'ଣ କରିବେ ନା ଗୋଟେ ଗରମ ତାୱା ଉପରେ ବସାଇ ନେଇଯିବେ, ଆଉ ଭଲ ଭାବରେ ତାକୁ କ'ଣ କରିବେ ନା ଏଇଭଳି ଭାବେ ହାଇ ଆଉ ମିଡ଼ିୟମ୍ ଫ୍ଲେମ୍ ଦେଇକି ଧୀରେ ଧୀରେ କ'ଣ କରିବେ ନା ଭାଜି ଭାଜି ତାକୁ ଜମା ବି ଗ୍ରୀନ୍ ରଖିବେନି, କି ମେଥିକୁ ଆପଣମାନେ ଜମା ବି ହଳଦିଆ ରଖିବେ ନାହିଁ। ଯେମିତି ମାନେ ମେଥିର କଲର୍ ଅଛି ସେମିତି ରଖିବେ ନାହିଁ। ତାକୁ ଏପରି ଭାବେ ଭାଜିବେ ଯେମିତିକି ଆପଣମାନଙ୍କର ପୁରା ବ୍ଲାକ୍ ପଡ଼ିଯିବ। ତ ଇଏ ତ ଭାଜି ହେଉଥାଉ, ବ୍ଲାକ୍ ହୋଇଥାଉ, ତା ପୂର୍ବରୁ ଆପଣମାନଙ୍କୁ ଜଣାଇ ନେଇଯାଉଛି, ଯେଉଁମାନେ କେଉଁଠୁ ଆପଣମାନେ ଭିଡ଼ିଓ ଦେଖୁଛନ୍ତି ପ୍ଲିଜ୍ ମୋତେ କମେଣ୍ଟ କଲେ ବହୁତ ହି ଭଲ ଲାଗେ। ଆଉ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗୁଛି, ଯଦି ଭଲ ଲାଗୁଛି ନିହାତି ଭାବେ ଆପଣମାନଙ୍କର ସାଙ୍ଗ ରିଲେଟିଭ୍ମାନଙ୍କ ସହିତ ସେୟାର କରନ୍ତୁ, ତ ସେମାନେ ବି ଏହାର ଲାଭ ଉଠାଇ ପାରିବେ, ତ ସେମାନେ ବି ଜାଣିପାରିବେ। ତ ଚାଲନ୍ତୁ ଦେଖି ନେଇଯିବା। ବର୍ତ୍ତମାନ ମୋର ଭାଜି ହେଇଗଲାଣି। ଦେଖନ୍ତୁ, ଯଦି ଭାଜି ହେଇକି ଏମିତି ଗ୍ରୀନ୍ ପତ୍ର ରହିଯାଉଛି ସେ ବି ହେବ ନାହିଁ। ପୁରା ମାନେ ଭାଜିକି ପୁରା ଯେମିତି ଆମର ଯେମିତି ଅଙ୍ଗାର ଯେମିତି କଳା, ସେମିତି ପୁରା କରିବା ପାଇଁ ପଡ଼ିବ। ଯେମିତି ମାନେ ପତ୍ରର ଗୋଟେ ବି ନା ଗ୍ରୀନ୍ ରହିବ, ନା ବ୍ରାଉନ୍ ରହିବ, ନା ଆପଣମାନଙ୍କର କୌଣସି ଅଲଗା କଲର୍, କେବଳ କଳା ହିଁ ରହିବ। ଯେମିତିକି ଆମର କୌଣସି ଜିନିଷ ପୋଡ଼ିଗଲେ ପୁରା କଳା ହେଇଥାଏ, ସେଇଭଳି ଭାବେ କଳା ମଚମଚ କରିକି ଆକୁ କ'ଣ କରିବେ ନା ଭାଜି ନେଇଯିବେ। ଜମା ବି ଭିଡ଼ିଓଟିକୁ ସ୍କିପ୍ କରନ୍ତୁ ନାହିଁ। ସ୍କିପ୍ କରି ନେଇଗଲେ ଆପଣମାନେ କ'ଣ ହେଇଯିବ ନା ଜମା ଜାଣିପାରିବେନି କେଉଁ ପ୍ରୋସେସ୍ରେ ମୁଁ କେମିତି ବନାଉଛି। ତ ପଛରେ ଆପଣମାନେ କମେଣ୍ଟ କରିବେ ଯେ କ'ଣଟା ହେଲା, ଏଇଟା କିଛି ଠିକ୍ ହେଲା ନାହିଁ। ତ ଆପଣମାନେ ଜମା ବି ସ୍କିପ୍ କରନ୍ତୁ ନାହିଁ, ଫାଷ୍ଟରୁ ଲାଷ୍ଟରୁ ଯାଏଁ ଦେଖନ୍ତୁ। ବହୁତ ୟୁଜଫୁଲ୍ ଟିପ୍ସ ଅଛି, ଆପଣମାନଙ୍କ ନିହାତି କାମରେ ଆସିବ। ଯେଉଁମାନଙ୍କର ଚୁଟିର ସମସ୍ୟା ହେଉଛି, ମାନେ ବହୁତ ଛୋଟବେଳୁ ମାନେ ଅଳ୍ପ ବୟସରେ ଆପଣମାନଙ୍କର ଚୁଟି ହ୍ୱାଇଟ୍ ହେଇଯାଉଛି, ତ ସେମାନେ ଏଇ ପ୍ରଡ଼କ୍ଟ ୟୁଜ୍ କରନ୍ତୁ। ଯେତେବେଳେ କି ଆପଣମାନେ ବାହାରୁ କିଛି ୟୁଜ୍ କରିବେ ତ ଆପଣମାନଙ୍କ ଚୁଟି ଡ୍ୟାମେଜ୍ ହେବାକୁ ଲାଗିଥାଏ। ବେଳେବେଳେ ତ ଧୀରେ ଧୀରେ ଆପଣ ଚୁଟି କାହାର କାହାର ଝଡ଼ି ବି ଥାଏ, ଆଉ କାହାର ମାନେ ହେଇ ହିଁ ନଥାଏ, ମାନେ ବହୁତ ଶୀଘ୍ର ଆହୁରି ପାଚି ଯାଇଥାଏ, ମାନେ ଅଳ୍ପ ଅଳ୍ପ ପାଚିଥିବ, ତାପରେ ଯଦି ତାକୁ ବ୍ୟବହାର କରିଥାଉ ତ ଅତ୍ୟଧିକ ଆମର ପାଚି ଯାଇଥାଏ। ତ ଏଇଭଳି ଦେଖନ୍ତୁ ମୋର ଭାଜି ହେଇକି କେମିତି ଅଙ୍ଗାର ଭଳିଆ ହେଇଗଲାଣି, ମାନେ ପୁରା ବ୍ଲାକ୍ ହେଇଛି। ତ ଏଇଭଳି ହିଁ ଭାଜିକି ପୁରା କଳା କରି ନେଇଯିବେ, ଆଉ ତାକୁ କ'ଣ କରିବେ ନା ଟିକେ ଥଣ୍ଡା କରିବା ପାଇଁ ଛାଡ଼ି ନେଇଯିବେ। ଯେମିତିକି ଆମର ଜିରା ଗୁଣ୍ଡ ହେଇଥାଏ, ତ ସେଇଭଳି ଭାବେ କ'ଣ ହାଲକା ଥଣ୍ଡା କରିବେ, ଜମା ପୁରା ଥଣ୍ଡା କରିବେନି, ସେମିତି ହାଲକା ଥଣ୍ଡା କରିଯିବେ ଗ୍ୟାସ୍ ଫ୍ଲେମ୍ ବନ୍ଦ କରିନେଇକି। ଆଉ ତାକୁ ଥଣ୍ଡା କରିସାରିଲା ପରେ କୌଣସି ଏକ ଜାଗାକୁ କାଢ଼ି ନେଇଯିବେ, ଆଉ ତାକୁ ବାସ୍ ଗ୍ରାଇଣ୍ଡିଙ୍ଗ କରିଦେବାର ଅଛି। ଯଦି ଆପଣମାନଙ୍କର ବହୁତ ହି ଅଳ୍ପ, ମାନେ ଯଦି ଗ୍ରାଇଣ୍ଡିଙ୍ଗ ହେଉନି
ତାହେଲେ ଆପଣମାନେ ଚାହିଁଲେ ଶିଳରେ ବାଟି ନେଇପାରିବେ। ତ ତାକୁ ଏଇଭଳି ଭାବେ ପୁରା ପାଲିସ୍ କରିକି କରି ନେଇଯିବେ। ଆଉ ତାକୁ ଏକ କାଚ ଜାର୍‌ରେ ରଖିବେ। ଟୋଟାଲି ବି ପ୍ଲାଷ୍ଟିକ୍ ଜାଗାରେ ରଖିବେ ନାହିଁ। ଆଉ ଯେଉଁ କାଚ ଜାଗାଟାରେ ରଖିବେ ସେଇଟା ବହୁତ ହି ପରିଷ୍କାର ହେଇଥିବ, ମାନେ କ୍ଲିନ୍ କରିକି ରଖିବେ। ତ ଏଇଟା ଦେଖନ୍ତୁ ମୁଁ ବର୍ତ୍ତମାନ ଗୋଟେ କାଚର ଜାର୍‌ଟେ ଶିଶିଟା ହେଉଛି ନେଇ ଆସିଛି ଆଉ ବହୁତ ପରିଷ୍କାର କରିକି ନେଇ ଆସିଛି। ସେଥିରେ କ'ଣ କରୁଛି ନା ଏସବୁ ଜିନିଷକୁ ଢାଳି ନେଉଛି। ତ ଢାଳି ସାରିଲା ପରେ ସେଥିରେ ଆଉ ଗୋଟେ ଜିନିଷ ଆଡ଼୍ କରିବାର ଅଛି, ଯେଉଁଟାକି ଆମେମାନେ ସବୁବେଳେ ୟୁଜ୍ କରିଥାଉ। ଆଗରୁ ସେଇ ଜିନିଷ ହିଁ ୟୁଜ୍ କରୁଥିଲେ ଆଉ ସେମାନଙ୍କର ଚୁଟି ଦେଖନ୍ତୁ ଆଜି ଯାଏଁ ବି ବହୁତ ହି କଳା ମଚମଚ ହେଇ ରହିଛି। ତ ମୁଁ ଏଇଠି ଶିଶିରେ ରଖି ନେଇଯାଇଛି। ସେଥିରେ ଆଡ଼୍ କରିବା ସେଇଟା ହେଉଛି ଆମମାନଙ୍କର ସୋରିଷ ତେଲ। ହଁ ଆଜ୍ଞା, ସୋରିଷ ତେଲ, ଯେଉଁଟା ଆଗ କାଳରେ ଏଇଟା ହିଁ ବ୍ୟବହାର କରୁଥିଲେ, ମାନେ ସେମାନେ ସବୁ ସୋରିଷ ତେଲ ହିଁ ବ୍ୟବହାର କରୁଥିଲେ। ଏବେ ତ ବହୁତ ଭେରାଇଟି ତେଲ ଆସିଲାଣି, କିନ୍ତୁ ସେତେବେଳେ ସେମାନେ ସୋରିଷ ତେଲ ବ୍ୟବହାର କରୁଥିଲେ, ଯେଉଁଟାକି ସେମାନଙ୍କର ଚୁଟି ପୁରା କଳା ହେଇକି ରହିଛି। ତ ତାକୁ ଆପଣମାନେ କ'ଣ କରିବେ ନା ପକେଇ ନେଇଯିବେ, ମାନେ ଆପଣଙ୍କର ଗୁଣ୍ଡ ହିସାବରେ ତେଲ ପକେଇବେ। ଅତ୍ୟଧିକ ତେଲ ପକେଇକି ପୁରା ପାଣିଆ ବି କରିବେ ନାହିଁ। ଆଉ ପକେଇ ସାରିଲା ପରେ ଏଇଭଳି ଭାବେ ତାକୁ କ'ଣ କରିବେ ନା ଟିକେ ଗୋଳେଇ ନେଇଯିବା। ତ ଗୋଳେଇ ସାରିଲା ପରେ ଭଲ ଭାବରେ ଯେତେବେଳେ ମିକ୍ସ ହେଇଯିବ, ଏଇଟାକୁ ବ୍ୟବହାର କରିବେ। ଆଉ ଗୋଟେ ଜିନିଷ, ଏଇଟା ଯେତେବେଳେ ବ୍ୟବହାର କରିବେ ପ୍ରଥମେ 2-3 ଦିନ ତାକୁ କ'ଣ କରିବେ ନା ଖରାରେ ଶୁଖେଇ ନେଇଯିବେ। ନା କି ତାକୁ ସାଙ୍ଗେ ସାଙ୍ଗେ ବ୍ୟବହାର କରିକି, ମାନେ ସାଙ୍ଗେ ସାଙ୍ଗେ ତିଆରି କରିକି ସାଙ୍ଗେ ସାଙ୍ଗେ ବ୍ୟବହାର କରିବେନି, କୌଣସି କାମରେ ଆସିବ ନାହିଁ। ତାକୁ କ'ଣ କରିବେ ନା 2-3 ଦିନ ତ ନିହାତି ଭାବେ ଖରାରେ ତାକୁ ହିଁ ରଖିଦେବେ, ଯେଉଁଟାକି ଦେଖିବେ ଆପଣମାନଙ୍କର ବହୁତ ସୁନ୍ଦର କାମ ଆସୁଛି। ହାତରେ ଆପଣମାନଙ୍କୁ ଦେଖାଉଛି ସାଙ୍ଗେ ସାଙ୍ଗେ ତିଆରି କରିଛି। ତ ଦେଖାଉଛି କେମିତି କଳା ହେଇଛି। ଆଶା କରୁଛି ଆଜିର ଟିପ୍ସଟି ଆପଣମାନଙ୍କୁ ବହୁତ ହି ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମା ବି ଭୁଲିବେନି। କେମିତି ଲାଗିଲା ନିହାତି ଭାବେ ମୋତେ ଜଣେଇବେ। ରହୁଛି ଆଉ ଏକ ନୂଆ ଭିଡ଼ିଓରେ ନୂଆ ଟିପ୍ସ ସହିତ ଆପଣମାନଙ୍କ ପାଖକୁ ଆସିବି ମୁଁ ମିନତି। ଆପଣମାନେ ସବୁଦିନ ଭଳି ଏମିତି ଭଲରେ ରହିଥାନ୍ତୁ। ଜୟ ଜଗନ୍ନାଥ।